ଧରା ଦେଉନି ବାଘୁଣୀ ଜିନତ। ଏବେ ବି ପଶ୍ଚିମବଙ୍ଗ ପୁରୁଲିଆର ରାଇକା ପାହାଡ଼ରେ ରହିଛି ଜିନତ। ଗତକାଲି ଆଉ ଏକ ଛେଳି ଶିକାର କରିଥିବାରୁ ଗାଁ ଲୋକଙ୍କ ମନରେ ଛନକା ପଶିଛି। ଜିନତକୁ ଧରିବାକୁ ଶିମିଳିପାଳର ଏକ ଟିମ୍ ସମେତ 15ଟି ଟିମ୍ ଲାଗିଛି। ଜିନତକୁ ମନିଟରିଂ କରିବା ସହ ଜିପିଏସ୍ ଟ୍ରାକିଂ ଜାରି ରହିଛି। ପୁରୁଲିଆ ରାଇକା ପାହାଡ଼ର ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ରହିଛନ୍ତି। ବିଭିନ୍ନ ଅଞ୍ଚଳରେ ଜନ୍ତା ବସାଇ ବାଘୁଣୀକୁ ଧରିବାକୁ ଚେଷ୍ଟା ଚାଲିଛି। ଶିମିଳିପାଳରୁ ଜିନତ ପଶ୍ଚିମବଙ୍ଗ ଚାଲିଯାଇଛି। ଧରା ଦେଉନି ବାଘୁଣୀ ଜିନତ। ଏବେ ବି ପଶ୍ଚିମବଙ୍ଗ ପୁରୁଲିଆର ରାଇକା ପାହାଡ଼ରେ ରହିଛି ଜିନତ। ଗତକାଲି ଆଉ ଏକ ଛେଳି ଶିକାର କରିଥିବାରୁ ଗାଁ ଲୋକଙ୍କ ମନରେ ଛନକା ପଶିଛି। ଜିନତକୁ ଧରିବାକୁ ଶିମିଳିପାଳର ଏକ ଟିମ୍ ସମେତ 15ଟି ଟିମ୍ ଲାଗିଛି। ଜିନତକୁ ମନିଟରିଂ କରିବା ସହ ଜିପିଏସ୍ ଟ୍ରାକିଂ ଜାରି ରହିଛି। ପୁରୁଲିଆ ରାଇକା ପାହାଡ଼ର ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ରହିଛନ୍ତି। ବିଭିନ୍ନ ଅଞ୍ଚଳରେ ଜନ୍ତା ବସାଇ ବାଘୁଣୀକୁ ଧରିବାକୁ ଚେଷ୍ଟା ଚାଲିଛି। ଶିମିଳିପାଳରୁ ଜିନତ ପଶ୍ଚିମବଙ୍ଗ ଚାଲିଯାଇଛି।